ଜୟ ଜଗନ୍ନାଥ। ପିଲାମାନେ ମୁଁ ଏବେ ଜଷ୍ଟ ଟ୍ରେନିଂରୁ ଆସିଲି। ଆଉ ରାତି ପାଇଲେ ପିଲାମାନେ ମୋର ବି ଏକ୍ଜାମ୍ ଅଛି, ସେଥିପାଇଁ ମାନେ ପିଲାଙ୍କ ରିକ୍ୱେଷ୍ଟ ପାଇଁ ମୁଁ ବାଧ୍ୟ ହେଲି। ଆଉ ଆରମ୍ଭରୁ କହୁଛି ପିଲାମାନେ, ମୁଁ ଭଲ ଅକ୍ଷର କରି ଲେଖିନି, ଜମା ପୁରା ଫାଷ୍ଟ ଲେଖିଛି। ଆଉ ହୋମ୍ ସାଇନ୍ସରେ ପିଲାମାନେ ଦେଖ, ପ୍ରତ୍ୟେକ ବର୍ଷ ଯାହା ବି ହେଲେ କିଛି ନା କିଛି ନୂଆ କ୍ୱେଶ୍ଚନ୍ ପଡ଼ୁଛି, କିନ୍ତୁ ସହଜ କ୍ୱେଶ୍ଚନ୍ ପିଲାମାନେ। ହୋମ୍ ସାଇନ୍ସ ସବୁଠାରୁ ସହଜ, ବହୁତ ଇଜି। ତୁମେମାନେ ଭାବିକି ବି କିଛି କ୍ୱେଶ୍ଚନ୍ ମାନେ ଲେଖିଲେ ବି ଏଠି ମାର୍କ ମିଳିବ, କିଛି ଅସୁବିଧା ନାହିଁ। ଆଉ ବହୁତ ଇଜି କ୍ୱେଶ୍ଚନ୍ ପରୀକ୍ଷାରେ ପଡ଼େ, ଛୋଟ ଛୋଟ ଆନ୍ସର୍ 2 ମାର୍କିଆ 3 ମାର୍କିଆ ଆସିବ, କିଛି ବ୍ୟସ୍ତ ହେବାର ନାହିଁ। ତଥାପି ମୁଁ ଇମ୍ପୋର୍ଟାଣ୍ଟ ଟିକ୍ ମାର୍କ କରିଛି, ସେଗୁଡ଼ା ଟିକେ ଦେଖିବ। ବହୁତ ସାରା କ୍ୱେଶ୍ଚନ୍ ପିଲାମାନେ ମୁଁ ପାଖାପାଖି 70 ପାଖାପାଖି କ୍ୱେଶ୍ଚନ୍ ଦେଇଛି, କାରଣ 2 ମାର୍କିଆ 3 ମାର୍କିଆ ମୁଁ ମିଶେଇକି ଦେଇଦେଇଛି। ଆଉ ମୁଁ ଅଲଗା କରି ଦେବାକୁ ମୋ ପାଖରେ ସମୟ ନାହିଁ। ତା ଭିତରେ ବି ମୁଁ ଇମ୍ପୋର୍ଟାଣ୍ଟ ମାର୍କ ଦେଇ, ତୁମେ ସେଇ ଅନୁସାରେ ଦେଖିନିଅ ପିଲାମାନେ। ଆରାମସେ ଥରେ ପଢ଼ିନିଅ, କିଛି ପ୍ରାକ୍ଟିସ୍ କରିବା ଆବଶ୍ୟକ ନାହିଁ। ବହୁତ ଇଜି କ୍ୱେଶ୍ଚନ୍ ଅଛି। ଦେଖ, କିଶୋର ଅବସ୍ଥାର ସୋପାନ ବହୁତ ଇମ୍ପୋର୍ଟାଣ୍ଟ। ଜ୍ୱରର ଚିକିତ୍ସା ଇଂଲିଶ ମିଡ଼ିୟମ୍ କ୍ୱେଶ୍ଚନ୍ ଲେଖିଦେଇ ତୁମେ ଦେଖିନିଅ। ଷ୍ଟେଜେସ୍ ଅଫ୍ ଆଡୋଲେସେନ୍ସ, ଟ୍ରିଟମେଣ୍ଟ ଅଫ୍ ଫେଭର, ପ୍ରକୃତ ହେବା ରିଏଲ୍ ଇନକମ୍ ବହୁତ ଇମ୍ପୋର୍ଟାଣ୍ଟ। ହିସାବ ରକ୍ଷଣ ଆକାଉଣ୍ଟ କିପିଂ, ରୋଗ ପ୍ରତିରୋଧକ ଶକ୍ତି ଗ୍ୟାରେଣ୍ଟେଡ୍ କ୍ୱେଶ୍ଚନ୍, ଇମ୍ୟୁନିଟି, ରେଶମ ବସ୍ତ୍ର ଧୋତି, ୱାସିଂ ଅଫ୍ ସିଲ୍କ ଫାବ୍ରିକ୍ସ, ଝାଡ଼ା ପରିସ୍ରାର ଅଭ୍ୟାସ ଗଠନ, ହାବିଟ୍ସ ଅଫ୍ ଟଏଲେଟ୍ ଟ୍ରେନିଂ। ନେକ୍ସଟ ସ୍ନେହସାର ଆଧାର, ସୋର୍ସେସ୍ ଅଫ୍ ଫ୍ୟାଟ୍, ଗ୍ରହଣୀ, ଯେଉଁଟାକି ଆମର ମାରାସ୍ମସ୍ ତାପରେ ଆସୁଛି। ତାପରେ ଲାଳ ଗ୍ରନ୍ଥି, ସାଲିଭାରି ଗ୍ଲାଣ୍ଡ, ବହୁତ ଇମ୍ପୋର୍ଟାଣ୍ଟ ଏ କ୍ୱେଶ୍ଚନ୍ ପିଲାମାନେ। ଆଉ ପିଲାମାନେ, ମୁଁ ଆନ୍ସର୍ ତୁମମାନଙ୍କୁ ଦେଇପାରିବିନି, ମୋ ପାଖରେ ସମୟ ନାହିଁ, ମୋର ଏକ୍ଜାମ୍ ଅଛି। ସେଥିପାଇଁ ତୁମେ ୟାକୁ ନିଜେ ବହି ଫହି ବା ଟେଷ୍ଟ ଉପରେ ଦେଖିକି ପଢ଼ିନିଅ। ପେଲାଗ୍ରାଫ ବହୁତ ଇମ୍ପୋର୍ଟାଣ୍ଟ। ସଞ୍ଚୟ ଗୁରୁତ୍ୱ, ଇମ୍ପୋର୍ଟାନ୍ସ ଅଫ୍ ସେଭିଂ, ମାତୃ ମୃତ୍ୟୁହାର ନିରାକରଣର ଉପାୟ, ପ୍ରିଭେନ୍ସନ୍ ଅଫ୍ ମ୍ୟାଟର୍ନାଲ ମୋର୍ଟାଲିଟି, ଯେଉଁଟାକି ମୁଁ ତୁମମାନଙ୍କୁ ଏଥର ଲଙ୍ଗରେ ଦେଇଛି, ସେଠି କରିଦେଲେ ଏଠି ତୁମର ହେଇଯିବ। ବହୁତ ଇଜି ପିଲାମାନେ। ଆନ୍ସର୍ ଦେଖ, ଜୀବସାର ଉଁ ବା ଭିଟାମିନ୍ ଇ, ଜଠରରେ ଖାଦ୍ୟ ପରିପାକ ବା ଜଠରର କାର୍ଯ୍ୟ, ଯେଉଁଟାକି ଡାଇଜେସନ୍ ଇନ୍ ଷ୍ଟୋମାକ୍, ବାଲ୍ୟାବସ୍ଥାର ସାଧାରଣ ରୋଗ, କମନ୍ ଏଲମେଣ୍ଟସ୍ ଡ୍ୟୁରିଂ ଚାଇଲ୍ଡହୁଡ୍। ନେକ୍ସଟ ଅଛି କୋଷ ଜୀବକ ବା ସାଇଟୋପ୍ଲାଜମ, ସିଓର ସର୍ଟ କ୍ୱେଶ୍ଚନ୍। ତାପରେ ଦେଖ ପିଲାମାନେ, ଏଇଠି ଦୁଇଟି ରୋଗ ଅଛି, ପେଟ ଫମ୍ପା ବା ବାୟୁ ରୋଗ, ଯେଉଁଟାକି ୱାଇଣ୍ଡ ଏଣ୍ଡ ପେଟ ଟଣା ବା ପେଟ ମରା, ଯେଉଁଟା କୋଲିକ୍, ରକ୍ତ ପ୍ରରସର କାର୍ଯ୍ୟଗୁଡ଼ିକ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ, ଏଇ କ୍ୱେଶ୍ଚନ୍ଟା ଦେଖିନେବ ଟିକେ। ନେକ୍ସଟ ତାପରେ ଦେଖ, ରକ୍ତ ପ୍ରରସର କାର୍ଯ୍ୟ, ଫଙ୍କସନ୍ସ ଅଫ୍ ବ୍ଲଡ୍ ପ୍ଲାଜମା। ନେକ୍ସଟ ଦେଖ, କୈଶୋର ଅବସ୍ଥାର ଶାରୀରିକ ପରିବର୍ତ୍ତନ, ଏଇଟା ପଡ଼ିକି ଅଛି, ଫିଜିକାଲ ଚେଞ୍ଜେସ୍ ଅଫ୍ ଆଡୋଲେସେଣ୍ଟ। ଦେନ୍ ଅଛି ଆମର ଶ୍ୱେତସାରର ଆଧାର ବା ସୋର୍ସେସ୍ ଅଫ୍ କାର୍ବୋହାଇଡ୍ରେଟ୍, କୈଶୋର ଅବସ୍ଥାରେ ଯୌନତା, ଆଡୋଲେସେଣ୍ଟ ସେକ୍ସୁଆଲିଟି, ରୋଗ ପ୍ରତିରୋଧକ ଟୀକା ବା ଶିଶୁମାନଙ୍କ ରୋଗ ପ୍ରତିରୋଧକ ବ୍ୟବସ୍ଥା, ଇମ୍ୟୁନାଇଜେସନ୍, ରଙ୍ଗର ଅନୁପାତ, ପ୍ରପୋର୍ସନ୍ ଅଫ୍ କଲର୍, ରକ୍ତର ଗଠନ, କମ୍ପୋଜିସନ୍ ଅଫ୍ ବ୍ଲଡ୍, ଜଳ ଦ୍ରାବ୍ୟ ଜୀବସାର, ୱାଟର ସଲ୍ୟୁବୁଲ୍ ଭିଟାମିନ୍। ନେକ୍ସଟ ସଞ୍ଚୟ କହିଲେ କ'ଣ ବୁଝ, ସେଭିଂ, ମିନିଂ ଅଫ୍ ସେଭିଂ, ରକ୍ତ ଦାଗ ଛଡ଼ାଇବା, ରିମୁଭାଲ ଅଫ୍ ବ୍ଲଡ୍ ଷ୍ଟେନ୍। ଦେଖ ପିଲାମାନେ, ମୁଁ ବହୁତ ଫାଷ୍ଟ ପଢ଼ୁଛି, ଯେଉଁଟା ଇମ୍ପୋର୍ଟାଣ୍ଟ ମାରିଛି ତୁମେ ଦେଖିନ, କାରଣ ପିଲାମାନେ ମୋର ବି ଏକ୍ଜାମ୍ ଅଛି। ଆଉ ମୁଁ ହାତ କିଛି ପଢ଼ିନି, ଇଏ ଡ୍ୟୁଟି ଚକରରେ, ତା ସହିତ ଟ୍ରେନିଂ ଚକରରେ ଟାଇମ୍ ହେଉନି ପଢ଼ିବା ପାଇଁ। ସେଥିପାଇଁ ତୁମମାନେ ବାଧ୍ୟ ହେଲି, ଲାଷ୍ଟ ଏକ୍ଜାମ୍ ତୁମମାନଙ୍କୁ ନିରାଶ କରିବିନି। ଏଗୁଡ଼ା ଦେଖିଦିଅ, ବହୁତ ଇଜି ଅଛି, ଥରେ ଖାଲି ପଢ଼ିନିଅ। ଶ୍ୱସନ ପଦ୍ଧତି ବା ସକ୍ସନ୍ ମେଥଡ଼, ୱେନିଂ ମା କ୍ଷୀର ଛଡ଼ାଇବା, ହିସାବ ତାଲିକାର ପ୍ରକାରଭେଦ, ଟାଇପ୍ସ ଅଫ୍ ଆକାଉଣ୍ଟ କିପିଂ, ଗୃହର ଭିନ୍ନ ଭିନ୍ନ କୋଠର ରଙ୍ଗ ଦେବା ସମୟରେ କି ବିଷୟ ପ୍ରତି ଆମେ ଧ୍ୟାନ ଦେବା, ଅର୍ଥ ଆୟ ବା ମନି ଇନକମ୍ କ'ଣ ବହୁତ ଇମ୍ପୋର୍ଟାଣ୍ଟ, ୱାସିଂ ମେସିନ୍, ଏଇଟା ଏଥର ପଡ଼ିକି ଅଛି ପିଲାମାନେ, ବସ୍ତ୍ର ଧୋତି ଯନ୍ତ୍ର ବା ଉପକରଣ, ଇମ୍ପୋର୍ଟାନ୍ସ ଅଫ୍ ସେଭିଂ, ସଞ୍ଚୟର ଗୁରୁତ୍ୱ, ଜୀବସାର କେ ବା ଜୀବସାର କେର କାର୍ଯ୍ୟ, ଯେଉଁଟାକି ଫ୍ରୁଟ୍ ଫଙ୍କସନ୍ସ ଅଫ୍ ଭିଟାମିନ୍ କେ। ନେକ୍ସଟ ଦେଖିବା, କୈଶୋର ଅବସ୍ଥାର ଅର୍ଥ, ଏଇଟା ବି ପିଲାମାନେ ଏଥର ପଡ଼ିକି ଅଛି। କଜେସ୍ ଅଫ୍ ଡାଇରିଆ, ଅତିସାରର କାରଣ, ପ୍ରାଥମିକ ରଙ୍ଗ କ'ଣ, ପ୍ରାଇମେରୀ କଲର୍ସ, ବସ୍ତ୍ର ଧୌତିରେ ଶୋଷଣ ପ୍ରକ୍ରିୟାର ପ୍ରୟୋଗ, ଆପ୍ଲିକେସନ୍ ଅଫ୍ ସକ୍ସନ୍ ଇନ୍ ଲଣ୍ଡ୍ରିଂ। ତାପରେ ଏକକ ଶର୍କରା କ'ଣ, ମନୋସାକାରାଇଡ୍ସ, ଉଚ୍ଚତା ଓ ଓଜନ ବୃଦ୍ଧି, ଗ୍ରୋଥ୍ ଇନ୍ ହାଇଟ୍ ଆଣ୍ଡ ୱେଟ୍। ନେକ୍ସଟ ମାଇଟୋକଣ୍ଡ୍ରିଆ, କୃତ୍ରିମ ଖାଦ୍ୟ, ତାର ଉପକାରିତା ଅପକାରିତା ମୁଁ ବି ତାକୁ ବି ଦେଇଛି। ଥ୍ରସ୍ ରୋଗ କ'ଣ, ନେକ୍ସଟ ଇମ୍ପୋର୍ଟାଣ୍ଟ ଥ୍ରସ୍ ରୋଗ, ରଙ୍ଗଚକ୍ର, କଲର୍ ହୁଇଲ୍, ରେଶମର ମଣ୍ଡ ଦେବା, ଷ୍ଟିପିଂ ଇନ୍ ସିଲ୍କ, ଜୀବସାରର ଗହର 2ଟି ମୁଖ୍ୟ କାର୍ଯ୍ୟ, 2 ମେନ୍ ଫଙ୍କସନ୍ସ ଅଫ୍ ଭିଟାମିନ୍ ସି, ଅଗ୍ନାଶୟ ରସ କ'ଣ, ଯେଉଁଟା ପାନକ୍ରିଆଟିକ୍ ଜୁସ୍, ଏଟା ବି ଇମ୍ପୋର୍ଟାଣ୍ଟ, ମୁଁ ଇମ୍ପୋର୍ଟାଣ୍ଟ ମାରିନି। ଅନ୍ଧାରକଣା ରୋଗ, ହିସାବ ଖାତା ପ୍ରଣାଳୀ, ନୋଟବୁକ୍ ସିଷ୍ଟମ୍। ନେକ୍ସଟ ଅଛି ବୋତଲରେ କ୍ଷୀର ଖୁଆଇବା ପ୍ରଣାଳୀ, ଟେକ୍ନିକ୍ସ ଅଫ୍ ବୋଟଲ ଫିଡ଼ିଂ। ତାପରେ ଗୃହ ହିସାବ ରଖିବାର ପ୍ରଣାଳୀ, ମେଥଡ୍ସ ଅଫ୍ ହାଉସ୍ ହୋଲ୍ଡ ଆକାଉଣ୍ଟ କିପିଂ। ନେକ୍ସଟ ଅଛି କୈଶୋର ଅବସ୍ଥାର ଆର୍ଥିକ ସମସ୍ୟା, ଫାଇନାନ୍ସିଆଲ ପ୍ରୋବ୍ଲେମ୍ସ ଅଫ୍ ଆଡୋଲେସେନ୍ସ, ରାଇବୋଫ୍ଲାଭିନ୍ର କାର୍ଯ୍ୟ, ଫଙ୍କସନ୍ସ ଅଫ୍ ରାଇବୋଫ୍ଲାଭିନ୍, ରକ୍ତର କାର୍ଯ୍ୟ, ରକ୍ତର ସଂଜ୍ଞା, ଶ୍ୱେତରକ୍ତ କଣିକାର ଗଠନ ଓ କାର୍ଯ୍ୟ, ରେଶମ ବସ୍ତ୍ର ଧୌତି ପ୍ରଣାଳୀ। ତାପରେ ପ୍ରାକୃତିକ ରୋଗ ପ୍ରତିରୋଧ କ'ଣ, ବହୁତ ଇମ୍ପୋର୍ଟାଣ୍ଟ, ନ୍ୟାଚୁରାଲ ଇମ୍ୟୁନିଟି। ତାପରେ ହେଲା ସ୍ନେହସାର ବିଭାଜନ, କ୍ଲାସିଫିକେସନ୍ ଅଫ୍ ଫ୍ୟାଟ୍, ଗଲ୍ଗି ଆପାରେଟସ୍। ତାପରେ ବସ୍ତ୍ରରୁ ଘାସ ଦାଗ ଛଡ଼ାଇବା, ବହୁତ ଇମ୍ପୋର୍ଟାଣ୍ଟ, ପିତ୍ତ, ବାଇଲ୍, ଶରୀରରେ ରକ୍ତାଣୁ ଚକ୍ରିକାର ଗୁରୁତ୍ୱ, ଇମ୍ପୋର୍ଟାନ୍ସ ଅଫ୍ ପ୍ଲେଟଲେଟ୍ସ, ଆଭ୍ୟନ୍ତରୀଣ ସାଜସଜ୍ଜାର ରଙ୍ଗର ବ୍ୟବହାର, ଦାଗର ପ୍ରକାରଭେଦ, କୃତ୍ରିମ ଖାଦ୍ୟର ଅପକାରିତା ଉପକାରିତା, ରିକେଟସ୍, ଡିପିଟି, ବିସିଜେ, ଶ୍ୱେତସାର ଅଭାବଜନିତ ରୋଗ, ରକ୍ତହୀନତା। ପିଲାମାନେ, ମୁଁ ଜାଣିଛି ବହୁତ ସ୍ପିଡ଼ ଆଉ ଫାଷ୍ଟ ଗଲି, କାରଣ ସମୟ ବହୁତ କମ୍। ପିଲାମାନେ, ମୁଁ ଚେଷ୍ଟା କରୁଛି କାଲି 1 ମାର୍କ ଆଣିବା ପାଇଁ ସକାଳୁ। ବର୍ତ୍ତମାନ ମୁଁ ଟିକେ ନିଜେ ପଢ଼ି, ପିଲାମାନେ ମୋର ଏଣ୍ଟ୍ରାନ୍ସ ଅଛି। ତମେ ଗୋଟେ କାମ କର, ତମେ ଟିକେ ୟାକୁ ଏଗୁଡ଼ା ମୁଁ ଯେଉଁଟା କହିଲି ଇମ୍ପୋର୍ଟାଣ୍ଟ ଯେଉଁଟା, ସେଗୁଡ଼ା ଟିକେ ଦେଖିନିଅ।